ଶ୍ରୀ ଶରତଚନ୍ଦ୍ର ପରିଡ଼ା ଗ୍ରାମ ମୌଲକୁଞ୍ଜି ପୋଷ୍ଟ ବାହାପୁର ଜିଲ୍ଲା ଢେଙ୍କାନାଳ। ଜଣେ ସ୍ଥାୟୀ ବାସିନ୍ଦା ଆମ ଗ୍ରାମର ହାଫ୍ କିଲୋମିଟର ଦୂରରେ ଗୋଟିଏ କୁକୁଡ଼ା ଫାର୍ମ ସ୍ଥାପନ କରିଛି ଜଣେ ବିଦେଶୀ ଲୋକ। ସିଏ ଯେତେବେଳେ ଫାଷ୍ଟ ଆସିଲା ଆମେ କହିଲୁ ଏଠି କ'ଣ ସଂସ୍ଥା ତୁମେ ଚଳାଇବ ନା ମୁଁ ଏଠି ନର୍ସରୀ କରି କିଛି ଗାଈ ଗୋରୁ ପାଳନ କରି ଏମିତି ଏଠି ଚଳେଇବି। କିନ୍ତୁ ତା ଭିତରେ ସେ ଆଗ ଫାଷ୍ଟ ବାଉଣ୍ଡରୀ କରିଦେଲା। ବାଉଣ୍ଡରୀ କଲା ପରେ ତା ଭିତରେ ସିଏ ଘର ଗଢ଼ି ଚାଲି ତାପରେ ଆମେ ଦେଖିଲା ବେଳକୁ ଯେତେବେଳେ କୁକୁଡ଼ା ଫାର୍ମ ଆରମ୍ଭ ହେଲା ଦୁର୍ଗନ୍ଧ ଯେତେବେଳେ ଆମ ପାଖକୁ ଆସିଲା ଆମେ କହିଲୁ କ'ଣ ଦେଖିଲା ବେଳକୁ ସିଏ ଆଗ 2-3ଟି କଲା 2-3ରୁ 6-7ଟା 7ଟାରୁ 10-12ଟା ପର୍ଯ୍ୟନ୍ତ ଅବିକା ବଢ଼େଇ ଚାଲିଛି। ଆଉ ଲୋକ ଆମେ ବି 6-7 ବର୍ଷ କି 8 ବର୍ଷ ହେଲା ଏଥିପ୍ରତି ବହୁତ ପ୍ରତିବାଦ କରିକି ବହୁତ ଆଇନ କଳକୁ ବା ଆଇନର ଆଶ୍ରୟ ନେଇଛୁ। ସମସ୍ତେ କହିଛନ୍ତି ହେବ କିନ୍ତୁ କେହି ୟାର ପ୍ରତିକାର ଏପର୍ଯ୍ୟନ୍ତ ବି କରିପାରିଲେନି। କିନ୍ତୁ ଆମେ ବହୁତ ଦୁଃଖିତ କାରଣ ଏଠି ରହିବା ଆମର ବହୁତ ଅସମ୍ଭବ। କାରଣ ଏଠି ହାଫ୍ କିଲୋମିଟର ବସିଲେ ସୁଦ୍ଧା 4ଟା-5ଟା ବେଳକୁ ଆଜ୍ଞା ଏମିତି ଦୁର୍ଗନ୍ଧ ହେଉଛି ଯେ ଆମେ ପୁରା ନାକରେ ଗାମୁଛା ନ ଦେଇକି ବି ରହି ହେଉନି। ତେଣୁକରି ଏହା ଯଦି ପ୍ରତିକାର ହୁଅନ୍ତା ଆମେ ଗ୍ରାମବାସୀ ଓ ବାହାରେ ଯେତେ ପଥ ପ୍ରାନ୍ତ ଲୋକ ଯାଉଛନ୍ତି ସେ ବାଟେ ସମସ୍ତେ ଉପକୃତ ହୁଅନ୍ତେ। ଏଥିପାଇଁ ମୁଁ ଧନ୍ୟବାଦ।